ରାଇରଙ୍ଗପୁରରୁ ବାହାରିଥିଲେ ଜଣେ ଶ୍ରମିକ ଅଯୋଧ୍ୟା ଯିବେ। ଅଯୋଧ୍ୟା ମନ୍ଦିର କାମ ଚାଲିଛି ଆଉ ମୋତେ କିଛିଟା କାମ ମିଳିବ। ସେ ତାଙ୍କ ଅନୁଭୂତି କାନ୍ଦି କାନ୍ଦି କହିଛନ୍ତି, ପ୍ରକୃତରେ ଆପଣ ଶେଷ ଯାଏଁ ଦେଖିଲେ ଆପଣ ଜାଣିପାରିବେ ଯେ ସତରେ ପ୍ରଭୁ ଭଗବାନ ଅଛନ୍ତି, ସତରେ ଏ ଦୁନିଆରେ ଭଗବାନ ଅଛନ୍ତି ଆଉ ସତରେ ବିଧାତାର ଖେଳ କେମିତି। ତେଣୁ ତା ପୂର୍ବରୁ ଆପଣଙ୍କୁ କହିଦେଉଛି, ଆପଣ ଯଦି ପ୍ରକୃତରେ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ତେବେ ଭିଡ଼ିଓଟିରେ ଲାଇକ୍ କରି କମେଣ୍ଟରେ ଜୟ ଶ୍ରୀରାମ ଲେଖିଦିଅନ୍ତୁ। ତେବେ ଆପଣମାନେ ଯଦି ଭଗବାନଙ୍କୁ ବିଶ୍ୱାସ କରୁନାହାନ୍ତି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣଙ୍କ ମନରେ ଦୃଢ଼ ବିଶ୍ୱାସ ରହିବ ଏବଂ ଚମତ୍କାର ଉପରେ ଚମତ୍କାର ମଧ୍ୟ ଘଟିବ। ତେବେ ଚାଲନ୍ତୁ ଜାଣିବା ରବିଙ୍କର କ'ଣ ହୋଇଥିଲା। ରବି ବାହାରିଥିଲେ ରାଇରଙ୍ଗପୁରରୁ କିଛି କାମ ମିଳିବ ବୋଲି। ଅଯୋଧ୍ୟାରେ ମନ୍ଦିର କାମ ତୋଳା ଚାଲିଥିଲା ଆଉ ସେ କାମ ପାଇବା ଆଶାରେ ଚାଲିଗଲେ। ଚିହ୍ନା ନାହିଁ, ପରିଚୟ ନାହିଁ, ସିଧା ଚାଲିଗଲେ ଉତ୍ତରପ୍ରଦେଶ ଅଯୋଧ୍ୟାକୁ ଚାଲିଗଲେ ଏବଂ ସେଠି କିଛି ଲୋକଙ୍କୁ ପଚରା ଉଚରା କଲେ, କେହି କାମ ଦେଲେନି। ଯାହାକୁ ପଚାରୁଥିଲେ କେଉଁଠୁ ଆସିଛୁ ନା ଓଡ଼ିଶାରୁ ଆସିଛି, କେହି କାମ ଦେଲେ ନାହିଁ। ଆଉ ଶେଷରେ 3 ଦିନ ପରେ ସେ ନ ଖାଇ ନ ପିଇ ରହିଥିଲେ। ସରାଇ ନଦୀ କୂଳରେ ବସିଥିଲେ। ସେହି ସମୟରେ ଜଣେ ଆସି ପଚାରିଲେ, କ'ଣ ହେଇଛି ତୁମର? ତୁମେ 3 ଦିନ ହେଲାଣି ମୁଁ ଦେଖୁଛି ଏଇଠି ହିଁ ବସୁଛ। ନା, ମୁଁ ଆସିଥିଲି କାମ କରିବାକୁ। ମୋତେ 2ଟା କାମ ମିଳିବ ବୋଲି ମୁଁ ଭାବିଥିଲି। ମୋ ପରିବାର, ମୋ ସ୍ତ୍ରୀ, ମୋ ଛୁଆ ଅପେକ୍ଷା କରିଛନ୍ତି ମୁଁ 2 ପଇସା ରୋଜଗାର କଲେ ସେ ଖାଇବେ ବୋଲି। କିନ୍ତୁ ମନରେ ଥିଲା ଶ୍ରୀରାମଙ୍କ ପ୍ରତି ଭଲ ପାଇବା, ଭକ୍ତି। ଆଉ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ମୋର ଟିକେ ଯଦି ହାତ ଲାଗିବ ତାହେଲେ ମୁଁ ଧନ୍ୟ ହୋଇଯିବି। ମୋର ଯଦି ପରିଶ୍ରମ ଟିକେ ଲାଗିବ ମୋ ଜୀବନ ଧନ୍ୟ ହୋଇଯିବ। ଏମିତି ଆଶାରେ ସେ ଆସିଥିଲା ଅଯୋଧ୍ୟାକୁ। ତେଣୁ ଜଣେ ଲୋକାଲ ଲୋକ ସେଠିକାର ତାଙ୍କୁ କହିଲେ, ଆସ। ନେଇଗଲେ ତାଙ୍କ ଦୋକାନକୁ। ତାଙ୍କର ଥିଲା ଗାଙ୍ଗୁରାମ ଦୋକାନ, ମିଠା ଦୋକାନ। କହିଲେ, ତମେ ଏଠି କାମ କରିବ? ସେହି ସମୟରେ କହିଲେ, ନା, ମୁଁ କାମ କରିବାର ଥିଲେ ମୁଁ କାମ କରିଥାନ୍ତି, କିନ୍ତୁ ମୁଁ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିରରେ ମୁଁ କିଛି ପରିଶ୍ରମ କରି କାମ କରିବାକୁ ଚାହୁଁଛି। ଶେଷରେ ସେଇ ଲୋକଟିକୁ କାନ୍ଦି କାନ୍ଦି କହିଲେ। ଶେଷରେ ସିଏ କହିଲେ, ବ୍ୟସ୍ତ ହୁଅ ନା, ମୁଁ ତମ ପାଇଁ ବୁଝିବି। ଶେଷରେ ତାଙ୍କୁ କିଛି କାମ ମିଳିଗଲା। କାମ ମିଳିଲା ମାନେ ପଥର ଟେକା କାମ। ସେ ପୁଣି ବି ସେ କେବେ ବି କରିନଥିଲେ। ସେ ଜଣେ ରାଜମିସ୍ତ୍ରୀ, କିନ୍ତୁ ପଥର କାମ ଏତେ କାମ ଜାଣିନଥିଲେ। ଶେଷରେ ତାଙ୍କୁ କୁହାଗଲା ପଥର ଟେକିବା ପାଇଁ, ପଥର ଉଠାଇବା ପାଇଁ। ବଡ଼ ବଡ଼ ମେସିନରେ ତ ପଥର ଉଠାଉଛି, କିନ୍ତୁ ସାଇଡ଼ରେ ସବୁ ଯେତିକ ପଥର ଅଛି ସେ ପଥର କାମ କରିବା ପାଇଁ। ଶେଷରେ ସେ ରାଜି ହେଲେ ଏବଂ କାମ କଲେ। ସକାଳ 7ରୁ ରାତି 7 କାମ କରି କରି ହାଲିଆ। ଆଉ ଖାଉଥିଲେ ମଝିରେ ମଝିରେ ବିସ୍କେଟ୍। ପଇସା ନଥିଲା। 3 ଦିନ ପରେ ଶେଷରେ ମାଗିଥିଲେ ପଇସା। ସେଇ ପଇସାରେ ସେ ରହିଲେ ଏବଂ ଖାଇଲେ। ଏବଂ କିଛି ଦିନ ଗଲା ପରେ ତାଙ୍କର ସେଠିକାର ଲୋକ ସହିତ ଚିହ୍ନା ପରିଚୟ ହେଲା। ଶେଷରେ 20 ଦିନ ପରେ ଯେତେବେଳେ ସେଠିକାର ଲୋକ ସହିତ ଚିହ୍ନା ପରିଚୟ ହେଲା, ସେଠି ଖାଇଲେ, ପିଇଲେ ଏବଂ 2 ପଇସା ମଝିରେ ମଝିରେ ଘରକୁ ପଠାନ୍ତି। କିନ୍ତୁ ଏଇଠି ତାଙ୍କ ସହିତ ଏମିତି କିଛି ଘଟିଗଲା ସେ ଜୀବନରେ ଭାବିନଥିଲେ। ଏପଟେ କାମ କରୁଛନ୍ତି, ଦିନ 2ଟା ହେଲାଣି। ସେହି ସମୟରେ ପୁଅର ଦେହ ବହୁତ ଖରାପ। ସ୍ତ୍ରୀ ଜଣକ ଫୋନ୍ କରିଛନ୍ତି, ତମେ ପଳେଇ ଆସ, ପୁଅ ଦେହ ବହୁତ ଖରାପ, ପୁଅ ଦେହ ଜ୍ୱର ହେଇଥିଲା, ମୁଁ ମେଡ଼ିସିନ ଆଣି ଦେଇଥିଲି ତଥାପି କମୁନି। ଆଉ ଡାକ୍ତର କହୁଛନ୍ତି ଏଠି ଆଡ଼ମିଟ୍ କରିବା ପାଇଁ, ତମେ ପଳେଇ ଆସ। ସେହି ସମୟରେ ସ୍ୱାମୀ ଜଣକ ଭାବିଥିଲେ, ମୁଁ ମନ୍ଦିର କମ୍ପ୍ଲିଟ୍ ହେଲା ପର୍ଯ୍ୟନ୍ତ ରହିବି, କିନ୍ତୁ କ'ଣ କରିବି ମୁଁ କିଛି ବୁଝିପାରୁନି, ମୁଁ ତ ନଗଲେ ନହେବ। ଶେଷରେ ସେ କହିଲେ, ଠିକ୍ ଅଛି, ମୁଁ ଯାଉଛି। ବାହାରି ଗଲେ ପୁଣି ଘରକୁ। ରାଇରଙ୍ଗପୁରକୁ ଗଲେ, ପୁଅକୁ ନେଇକି ହସ୍ପିଟାଲ ଗଲେ। ଆଉ ଡକ୍ଟର କହିଲେ ପୁଅର ଫୁଡ଼୍ ପଏଜନ୍ ହେଇଛି। ପୁଅର ଯେତେବେଳେ ଫୁଡ଼୍ ପଏଜନ୍ କଥା ଶୁଣିଲେ ଘର ଲୋକ କାନ୍ଦିଲେ। ପୁଅ ଏମିତି କ'ଣ ଖାଉଛି ଯେ ଫୁଡ଼୍ ପଏଜନ୍ ହେଇଛି? 3 ଦିନ ଯାକ ପୁଅ ଶୁଖିଗଲାଣି, ସାଲାଇନ୍ ଲାଗିଛି, ବହୁତ କଷ୍ଟ ପାଉଛି। ବାପା ଏପଟେ କାନ୍ଦି କାନ୍ଦି ଗୁହାରି କରୁଛନ୍ତି, ଭଗବାନ ଶ୍ରୀରାମଙ୍କ ମନ୍ତ୍ର ଜପୁଛନ୍ତି। ଏପଟେ ପାଖରେ ପଇସା ସରିଗଲାଣି। 3 ଦିନ ହେଲାଣି, ସବୁ ଖର୍ଚ୍ଚ ସରିଲାଣି। କ'ଣ କରିବି, କ'ଣ ନାହିଁ, କେଉଁଠୁ ପଇସା ଆଣିବି, ଏମିତି ମନେ ମନେ ଭାବୁଛନ୍ତି। ସେପଟେ ଅଯୋଧ୍ୟାକୁ ଛାଡ଼ିକି ପଳେଇ ଆସିଲେଣି, କ'ଣ କରିବେ? ଆଉ
ତାଙ୍କର ଯେ ଯାହା ପାଖରେ କାମ କରୁଥିଲେ ସେଇ କଣ୍ଟ୍ରାକ୍ଟରକୁ ଫୋନ୍ କଲେ, କହିଲେ ମୋତେ 2 ପଇସା ଆଡ଼ଭାନ୍ସ ଦେବ। ସିଏ ମନା କରିଦେଲା ଡାଇରେକ୍ଟ, ମୁଁ ଦେଇପାରିବିନି, ତମେ ତ ଅଧାରୁ ଚାଲିକି ପଳେଇଲ, ମୁଁ କେମିତି ଦେବି, କେଉଁ ଭରସାରେ ଦେବି, ଏମିତି କହିଲେ। ଆଉ ଏପଟେ ପ୍ରଭୁ ଭଗବାନଙ୍କୁ ଡାକୁଥାନ୍ତି। ପୁଣି କିଛି ବାଟ ନ ପାଇ ଡାକ୍ତର ଜଣକ କହିଲେ ୟାଙ୍କର ଗୋଟିଏ ଛୋଟିଆ ଅପରେସନ୍ ହେବ, ପଇସା ଦରକାର 40,000 ଟଙ୍କା। ସେହି ସମୟରେ ମୁଣ୍ଡ ପିଟି ଦେଲେ, ତଳେ କାନ୍ଦି ପକେଇଲେ, କ'ଣ କରିବି କ'ଣ ନାହିଁ, ଏପଟେ ମୋର 18,000 ଟଙ୍କା ଖର୍ଚ୍ଚ ସରିଲାଣି। ଆଉ ଏପଟେ ସ୍ତ୍ରୀ ଜଣକ କାନ୍ଦୁଛି, ଛୋଟ ଝିଅଟି ମଧ୍ୟ କାନ୍ଦୁଛି ଭାଇ ପାଇଁ। ସେପଟେ କ'ଣ କରିବେ, ଅଯୋଧ୍ୟାରୁ ତ ପଳେଇ ଆସିଲେ, କଣ୍ଟ୍ରାକ୍ଟର ତ ମନା କରୁଛି, କ'ଣ କରିବେ। ମୁଣ୍ଡ ଖରାପ ହେଇଗଲାଣି। ପାଖରେ ଥିବା ଶ୍ରୀରାମଙ୍କ ମନ୍ଦିରକୁ ଗଲେ, ମନ୍ଦିରକୁ ଯାଇକି ଡାକିଲେ, ପ୍ରଭୁ ଶ୍ରୀରାମ, ମୁଁ ଅଯୋଧ୍ୟା ଯାଇଥିଲି, ଆଉ ମୋର ସବୁକିଛି ଝାଳ ଭୁଆରେ ମୁଁ କାମ କରିଥିଲି, ଦିନ ରାତି ପରିଶ୍ରମ କରୁଥିଲି, ଭାବିଥିଲି ମନ୍ଦିର ଶେଷ ହେଲା ପର୍ଯ୍ୟନ୍ତ ମୁଁ ରହିବି ଏବଂ ପ୍ରାଣ ପ୍ରତିଷ୍ଠା ମୁଁ ଦେଖିବି, କିନ୍ତୁ ହେଇପାରିଲା ନାହିଁ। ମୋ ପୁଅ ଦେହ ଖରାପ, ମୋର ଟଙ୍କାଟେ ମିଳୁନି, କ'ଣ କରିବି। ସେଇପଟେ ଜଣେ ଡାକ୍ତର ଯାଉଥିଲେ, କାରରେ ଯାଉଥିଲେ, ଦେଖିଲେ ଜଣେ ଏମିତି କାନ୍ଦୁଛି ମୁଣ୍ଡ ବାଡ଼େଇ। ସିଧା ଓହ୍ଲାଇଲେ ଏବଂ ଓହ୍ଲାଇ ପଚାରିଲେ, କ'ଣ ହେଇଛି ତମର। ସେ ସବୁ ଡିଟେଲ୍ସ କହିଲେ, ନିଜ ପୁଅ କଥା କହିଲେ, ଅଯୋଧ୍ୟାରେ କାମ କରୁଥିଲି ମଧ୍ୟ କହିଲେ, ଆଉ ମୋ ପାଖରେ ପଇସା ନାହିଁ ପୁଅର ଅପରେସନ୍ ପାଇଁ। କିନ୍ତୁ ସେଇ ଡାକ୍ତର ଜଣକ ଡେଣ୍ଟାଲ ଡକ୍ଟର, ସେ ତ କିଛି କରିପାରିବେ ନାହିଁ, କିନ୍ତୁ କହିଲେ ମୁଁ ତୁମକୁ ପଇସା ଦେଇପାରିବି ନାହିଁ, କିନ୍ତୁ ମୁଁ ତୁମକୁ ଏମିତି କିଛି କାମ ଦେବି ଯାହାଫଳରେ ତୁମେ ପଇସା ପାଇବ ଏବଂ ତୁମ ପୁଅର ଦେହ ମଧ୍ୟ ଠିକ୍ ହେବ। ସେହି ସମୟରେ କହିଲେ, ହଁ ମୁଁ ମୋ ପୁଅ ପାଇଁ ସବୁ କିଛି କରିବି, ମୋ ପୁଅ ଦେହ ଭଲ ହେବା ଦରକାର। ଆଉ ସେହି ସମୟରେ ଡାକ୍ତର ଜଣ କହିଲେ, ମୋ ଘର ପାଖରେ ମୁଁ ଗୋଟିଏ ଜଗନ୍ନାଥ ମନ୍ଦିର ତିଆରି କରିବା ପାଇଁ ଚାହୁଁଛି ଏବଂ ତୁମେ ଲେବର, ମୁଁ ଜାଣିଛି ତୁମେ କାମ କରିପାରିବ। ସେହି ସମୟରେ କହିଲେ, ହଁ ମୁଁ କାମ କରିପାରିବି, ମୁଁ ସବୁ କିଛି କରିପାରିବି, ମୁଁ ଜଣେ ରାଜମିସ୍ତ୍ରୀ। ସେହି ସମୟରେ ଡାକ୍ତର ଜଣ କହିଲେ, ଠିକ୍ ଅଛି, ମୋ ଘର ପାଖରେ ଯେଉଁ ଜଗନ୍ନାଥ ମନ୍ଦିର ହେବ ତୁମକୁ ମୁଁ ଦାୟିତ୍ୱ ଦେଲି, ଆଉ ଆଡ଼ଭାନ୍ସ ବାବଦକୁ ନିଅ ଟଙ୍କା। ସେହି ସମୟରେ ତାଙ୍କ ଘର ଦ୍ୱାର ଦେଖିଲେ ଏବଂ ତାଙ୍କ ଘର ପାଖରେ ବସି ଟଙ୍କା ମଧ୍ୟ ଦେଲେ। ପୁଣି ଟଙ୍କା ଥିଲା 40,000, ଯେଉଁ 40,000 ଡାକ୍ତର ଜଣକ କହିଥିଲେ। ଆଉ ସିଏ ଶୁଣିକି ଆଶ୍ଚର୍ଯ୍ୟ, ଦେଖିକି ଆଶ୍ଚର୍ଯ୍ୟ ମଧ୍ୟ, କାରଣ ଭଗବାନ କେଉଁ କେଉଁ ଅବତାରରେ ଆସନ୍ତି। ପ୍ରଭୁ ଶ୍ରୀରାମ ଜଗନ୍ନାଥଙ୍କ ମଧ୍ୟରେ କୌଣସି ଫରକ ନାହିଁ। ଜଗନ୍ନାଥଙ୍କ ଯେମିତି ପ୍ରଭୁ ଶ୍ରୀରାମ ସେମିତି। ଆଉ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ଯାଇଥିଲେ, ଏପଟେ ଜଗନ୍ନାଥ ମନ୍ଦିର ଗଢ଼ିବା ପାଇଁ ପଇସା ଆଡ଼ଭାନ୍ସ ଦେଲେ। ଖୁସିରେ ଯାଇ ଦୌଡ଼ି ଦୌଡ଼ି ସେପଟେ ପୁଅର ଅପରେସନ୍ କଲେ, ପୁଅ ଦେହ ଏପଟେ ଭଲ ହେଲା, ଆଉ ଏପଟେ ସିଏ ଜଗନ୍ନାଥଙ୍କ ମନ୍ଦିର ତିଆରି କରିବା ପାଇଁ ଲାଗିଲେ। ଇଏ ହେଲା ପ୍ରଭୁଙ୍କର ମାୟା। ଆଉ ଯଦି ମନରେ ଭକ୍ତି ଏବଂ ଭଲ ପାଇବା ଥିବ, ନିଶ୍ଚିନ୍ତ କିଛି ନା କିଛି ଚମତ୍କାର ଘଟିବ। ଆଉ ଆପଣଙ୍କର ଯଦି ଜୀବନରେ କିଛି ଚମତ୍କାର ହୋଇଛି, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ, ଆମକୁ ମେଲ୍ କରନ୍ତୁ, ଯାହାଫଳରେ ଆପଣଙ୍କର ଚମତ୍କାର ଉପରେ ଆମେ ଏହି ଭିଡ଼ିଓ ମଧ୍ୟ କରିପାରିବୁ। ତେଣୁ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ ଏବଂ କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀରାମ ଲେଖିଦିଅନ୍ତୁ।